ସଦାପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦେବା ସହିତ ଆପଣ ପ୍ରତ୍ୟେକଙ୍କୁ ମୋର ଖ୍ରୀଷ୍ଟୀୟ ପ୍ରେମ ନମସ୍କାର ଜଣାଏ। ଆମେ ପ୍ରତ୍ୟେକ ପ୍ରତିଦିନ ଏକ ବାକ୍ୟ ଦେଇ ପ୍ରଭୁଙ୍କ ଚରଣତଳକୁ ଆସୁଛୁ ଏବଂ ଏକତ୍ର ପ୍ରଭୁଙ୍କର ବାକ୍ୟ ଶ୍ରବଣ କରୁଛୁ, ବାକ୍ୟରେ ବୃଦ୍ଧି ପାଉଛୁ। ଏହା ପ୍ରଭୁଙ୍କର ଅନୁଗ୍ରହ ଏବଂ ଆଶୀର୍ବାଦ। ଆପଣମାନେ ମଧ୍ୟ ଆମମାନଙ୍କ ସହିତ ଯୋଡ଼ି ହେଉଛନ୍ତି, ଧନ୍ୟବାଦ ଜଣାଏ। ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ଅନୁରୋଧ କରେ ସେମାନେ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଆମମାନେ ଆହୁରି ଉତ୍ସାହିତ ହେବୁ ଏବଂ ନୂତନ ନୂତନ ବାକ୍ୟ ଆପଣମାନେ ମଧ୍ୟ ସହଜରେ ପାଇପାରିବେ। ତା ଛଡ଼ା ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ ଏବଂ ଆମମାନଙ୍କୁ ଆହୁରି ପ୍ରଭୁଙ୍କ ରାଜ୍ୟରେ ବ୍ୟବହାର ମଧ୍ୟ କରିବେ। ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ପିତା, ଧନ୍ୟବାଦ ଦେଉଛୁ ସୁନ୍ଦର ସମୟ ପାଇଁ। ଧନ୍ୟବାଦ ଦେଉଛୁ ପ୍ରଭୁ, ତୁମେ ଆମମାନଙ୍କୁ ସୁନ୍ଦର ବାକ୍ୟମାନ ଦେଉଛ। ପ୍ରତିଦିନ ଆମମାନଙ୍କୁ ସୁଯୋଗ ଦେଉଛ ତୁମ ଚରଣ ତଳେ ବସିବା ପାଇଁ। ହଁ ପ୍ରଭୁ, ଆଜି ଯେଉଁ ବାକ୍ୟ ଦେବାକୁ ଯାଉଛ, ତୁମେ ହିଁ କଥା କୁହ ପ୍ରଭୁ, ତୁମେ ହିଁ କଥା କୁହ। କାରଣ ପ୍ରଭୁ ବାକ୍ୟ ବୁଝେଇବାରେ ତୁମେ ଆମମାନଙ୍କୁ ସାହାଯ୍ୟ ନ କଲେ ଆମେ କରିପାରିବା ନାହିଁ। ପ୍ରଭୁ ତୁମେ ଆମମାନଙ୍କୁ ସାହାଯ୍ୟ କର, ଆଶୀର୍ବାଦ କର। ତୁମ ଗୌରବାର୍ଥେ ଆମମାନଙ୍କୁ ବ୍ୟବହାର କର। ପବିତ୍ର ଆତ୍ମାଙ୍କ ଶକ୍ତି ଆମମାନଙ୍କୁ ଯୋଗାଅ। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଗତକାଲି ଆମମାନେ ଖ୍ରୀଷ୍ଟୀୟ ସନ୍ତାନମାନଙ୍କ ବିଷୟରେ ଚିନ୍ତା କରୁଥିଲୁ, କିପରି ସନ୍ତାନମାନେ ବୃଦ୍ଧି ପାଇବେ। ଆଜି ଆମେ ଧ୍ୟାନ କରିବା ଆଉ ଏକ ବିଷୟ, ଯାହାକି ଆମମାନଙ୍କ ନିମନ୍ତେ ଅତି ପ୍ରୟୋଜନୀୟ ବିଷୟ। ଆଜିର ପ୍ରସଙ୍ଗଟି ହେଉଛି ଖ୍ରୀଷ୍ଟୀୟ ଯୁବା ଅର୍ଥାତ୍ ବର୍ତ୍ତମାନର ଆମମାନଙ୍କ ଖ୍ରୀଷ୍ଟୀୟ ସମାଜର ଯୁବା ଯୁବତୀମାନଙ୍କ ନିମନ୍ତେ ବାକ୍ୟ କ'ଣ କୁହେ, ସେ ବିଷୟରେ ଆଜି ଆମେ ଧ୍ୟାନ କରିବା। ଶାସ୍ତ୍ରାଂଶ ପାଠ କରିବା। ପ୍ରଥମ ତିମୋଥୀ 4 ପର୍ବ ତା'ର 12 ପଦ। ପ୍ରଥମ ତିମୋଥୀ 4 ପର୍ବ ତା'ର 12 ପଦ ଲେଖାଯାଏ, ତୁମ୍ଭର ଯୌବନାବସ୍ଥା ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ, କିନ୍ତୁ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ୱାସରେ ଓ ପବିତ୍ରତାରେ ବିଶ୍ୱାସୀମାନଙ୍କର ଆଦର୍ଶ ସ୍ୱରୂପ ହୁଅ। ଏକ ସୁନ୍ଦର ବିଷୟ। ପ୍ରଭୁ ଏହି ବାକ୍ୟରେ, ଏହି ପଦରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଏହି ଅଂଶଟି ଯୁବା ଯୁବତୀମାନଙ୍କ ନିମନ୍ତେ ଏକ ସଚେତନର ବାଣୀ। ଏହା ପାଉଲ ତିମୋଥୀଙ୍କୁ ଲେଖି ଜଣାଉଛନ୍ତି। ତିମୋଥୀଙ୍କ ପରିଚୟ ହେଉଛି, ତିମୋଥୀ ଜଣେ ଯୁବା। ତଛଡ଼ା ଆମେ ପ୍ରଥମ ତିମୋଥୀ 1 ପର୍ବ 2 ପଦରେ ଯଦି ପାଠ କରିବୁ, ଲେଖାଯାଏ, ତିମୋଥୀ ହେଉଛନ୍ତି ଧର୍ମ ବିଶ୍ୱାସରେ ପାଉଲଙ୍କର ଯଥାର୍ଥ ପୁତ୍ର। ଯଥାର୍ଥ ପୁତ୍ର କହିବାର ଅର୍ଥ, ପ୍ରେରିତ ଆମେ 16 ପର୍ବ 1 ପଦରୁ 3 ପଦ ଯଦି ପାଠ କରୁ, ସେତେ ସହଜରେ ବୁଝିପାରିବା। ପାଉଲ ଯେତେବେଳେ ଦର୍ବୀ ଓ ଲୁସ୍ତ୍ରାରେ ପ୍ରଚାର କରିବା ନିମନ୍ତେ ଯାଇଛନ୍ତି, ସେତେବେଳେ ସେଠାରେ ସେ ତିମୋଥୀଙ୍କୁ ଭେଟିଥିଲେ। ତିମୋଥୀଙ୍କର ମାତା ଜଣେ ଯିହୁଦୀ ଓ ପିତା ଜଣେ ଗ୍ରୀକ୍ ଲୋକ ଥିଲେ। ସେହି ଅଞ୍ଚଳରେ ତିମୋଥୀଙ୍କର ଅନେକ ସୁଖ୍ୟାତି ଥିଲା। ପାଉଲ ଏହା ଦେଖି ତିମୋଥୀଙ୍କୁ ପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ସଙ୍ଗରେ ନେଇଯିବା ନିମନ୍ତେ ଇଚ୍ଛା କରିଥିଲେ ଏବଂ ସଙ୍ଗରେ ମଧ୍ୟ ନେଇ ଯାଇଥିଲେ। ପାଉଲ ତିମୋଥୀଙ୍କୁ ନିଜର ପୁତ୍ର ବୋଲି ପରିଚୟ ଦେଇ ସେବା କରିବା ନିମନ୍ତେ ପ୍ରେରଣ କରୁଥିଲେ। ତତ୍ସହିତ 2 ତିମୋଥୀ 1 ପର୍ବ 5 ପଦ ଯଦି ଆମେ ପାଠ କରୁ, ସେଠି ଦେଖୁ, ତିମୋଥୀ ବାଲ୍ୟକାଳରୁ ଦୃଢ଼ ବିଶ୍ୱାସୀ ଥିଲେ। ଏବଂ 2 ତିମୋଥୀ ତା'ର 3 ପର୍ବ 15 ପଦ ଯଦି ପାଠ କରୁ, ଦେଖୁ ସେଠି ଲେଖାଯାଏ, ତିମୋଥୀ ବାଲ୍ୟକାଳରୁ ଧର୍ମଶାସ୍ତ୍ର ଅଧ୍ୟୟନକାରୀ ଥିଲେ। ଏହାଛଡ଼ା ଯଦି ଆମେ ଦେଖୁ, ଫିଲିପିଓ ତା'ର 2 ପର୍ବ 22 ପଦରେ, ତିମୋଥୀ ପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ଜଣେ ପରୀକ୍ଷା ସିଦ୍ଧ ବ୍ୟକ୍ତି ଥିଲେ। ସର୍ବମୋଟ ଦେଖିବାକୁ ଗଲେ ତିମୋଥୀ ଜଣେ ଧାର୍ମିକ, ବିଶ୍ୱାସୀ, ଧର୍ମଶାସ୍ତ୍ର ଅଧ୍ୟୟନକାରୀ ଓ ପରୀକ୍ଷା ସିଦ୍ଧ ବ୍ୟକ୍ତି ଥିଲେ। ଏପରି ଜଣେ ଯୁବାକୁ ପାଉଲ ଉପଦେଶ ଦେଇ
ସଚେତନର ପତ୍ର ଲେଖୁଛନ୍ତି। ପାଉଲ ଲେଖୁଛନ୍ତି, ତୁମ୍ଭର ଯୌବନାବସ୍ଥା ସକାଶେ କେହି ତୁମକୁ ତୁଚ୍ଛ ନ କରୁ। ଏବଂ ଉପଦେଶ ଦେଇ ଲେଖୁଛନ୍ତି, ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ୱାସରେ ଓ ପବିତ୍ରତାରେ ଆଦର୍ଶ ସ୍ୱରୂପ ହୁଅ। ଏଠାରେ ଆମେ 5ଟି ବିଶେଷ ବିଷୟ ଦେଖୁ। ଏହା କେବଳ ତିମୋଥି ନିମନ୍ତେ ଉପଦେଶ ନୁହଁ, ବରଂ ବର୍ତ୍ତମାନର ଯୁବ ସମାଜ ନିମନ୍ତେ ମଧ୍ୟ ସଠିକ୍ ଉପଦେଶ। ବର୍ତ୍ତମାନର ଯୁବ ସମାଜକୁ ଯଦି ଦେଖୁ, ଆମକୁ ଦୁଃଖ ଲାଗିଥାଏ ଏବଂ ପିତାମାତା ଭାବରେ ଏକ ପ୍ରକାର ଭୟ ମଧ୍ୟ ଲାଗିଥାଏ। ପାଉଲ ଯେଉଁ 5ଟି ବିଷୟ ପ୍ରତି ଧ୍ୟାନ ଦେଇଛନ୍ତି, ବର୍ତ୍ତମାନ ଯୁବ ସମାଜ ଅନେକ ମାତ୍ରାରେ ସେଥିପ୍ରତି ଦୁର୍ବଳ ଅଟନ୍ତି ଏବଂ ସଚେତନ ମଧ୍ୟ ନାହାନ୍ତି। ସେହି 5ଟି ବିଷୟ ପ୍ରତି ଆଜି ଆମେ ଧ୍ୟାନ ଦେବା ଏବଂ ପ୍ରତ୍ୟେକ ଯୁବ ସମାଜ ଏହି 5ଟି ବିଷୟକୁ ଧ୍ୟାନ କରିବା ଦରକାର। ଏହି 5ଟି ବିଷୟ ଆମମାନଙ୍କ ମୋତେ ଅତି ପ୍ରয়োଜନୀୟ। ବିଶେଷ କରି ଯୁବ ସମାଜ ଏହି 5ଟି ବିଷୟ ପ୍ରତି ବିଶେଷ ଧ୍ୟାନ ଦେଇ ଜୀବନ କାଟିବା ଦରକାର। ପ୍ରଥମ ବିଷୟଟି ହେଉଛି ବାକ୍ୟ। ଈଶ୍ୱରଙ୍କର ବାକ୍ୟ ଆମର ଚରଣ ନିମନ୍ତେ ପ୍ରଦୀପ ଓ ପଥ ନିମନ୍ତେ ଆଲୁଅ ଅଟେ। ଆମେ ଜାଣୁ, ଗୀତ ସଂହିତା 119 ପର୍ବ ତାର 9 ପଦ ଲେଖାଯାଏ, ଯୁବା ମନୁଷ୍ୟ କି ପ୍ରକାର ଆପଣା ପଥ ପରିଷ୍କାର କରିବ, ତୁମ୍ଭ ବାକ୍ୟାନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ କରିବ ବୋଲି ଲେଖାଯାଏ। ଏବଂ 11 ପଦରେ ଲେଖାଯାଏ, ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭ ବାକ୍ୟ ସଞ୍ଚୟ କରି ରଖିଅଛି। ବାକ୍ୟରେ ଶକ୍ତିଯୁକ୍ତ ହେବା ଦ୍ୱାରା ନିଜର ପଥ ପରିଷ୍କାର ହୁଏ ଏବଂ ତତ୍ସହିତ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରିବାରୁ ବଞ୍ଚିତ ହୋଇଥାଉ। ବାକ୍ୟରେ ବୃଦ୍ଧି ପାଇବା ଦ୍ୱାରା କେହି ତୁଚ୍ଛ କରିପାରିବେ ନାହିଁ। ତେଣୁ ବାକ୍ୟ ଆମମାନଙ୍କ ନିମନ୍ତେ, ଆମ ଯୁବ ସମାଜ ନିମନ୍ତେ ଅତି ପ୍ରୟୋଜନୀୟ ବିଷୟ। ଯାହା ନିକଟରେ ବାକ୍ୟ ସଞ୍ଚିତ ହୋଇ ରହିଛି, ତାକୁ କେହି ତୁଚ୍ଛ କରିପାରିବେ ନାହିଁ। ଦ୍ୱିତୀୟ ବିଷୟଟି ହେଉଛି ଆଚରଣ। ଆମର ଆଚରଣରୁ ଜଣାପଡ଼େ ଯେ ଆମେ କେତେ ପ୍ରଭୁଙ୍କୁ ଭୟ କରି ଜୀବନ କାଟୁଛୁ ଏବଂ ଏଥିସହିତ ଆମର ଆଚରଣରୁ ପ୍ରଭୁ ଆମକୁ ଫଳ ମଧ୍ୟ ଦିଅନ୍ତି ମଧ୍ୟ। ହିତୋପଦେଶ 14 ପର୍ବ 2 ପଦ ଲେଖାଯାଏ, ଯେ ଆପଣା ସରଳତାରେ ଆଚରଣ କରେ, ସେ ସଦାପ୍ରଭୁଙ୍କୁ ଭୟ କରେ। ଆଇବ 34 ପର୍ବ 11 ପଦରେ ଲେଖନ୍ତି, ପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାର ଆଚରଣ ପ୍ରମାଣେ ଫଳ ଭୋଗ କରାଇବେ। ଏଥିରୁ ଆମେ ଜାଣିଲୁ, ଆମର ଆଚରଣ ଦ୍ୱାରା ହିଁ ଆମେ ପ୍ରଭୁଙ୍କଠାରୁ ଫଳ ପାଇଥାଉ ଏବଂ ଯେଉଁ ମନୁଷ୍ୟ ଫଳବାନ, ତାହାକୁ କିଏ ମଧ୍ୟ ତୁଚ୍ଛ କରେ ନାହିଁ। ପ୍ରଭୁଙ୍କ ବାକ୍ୟ ସହିତ ଆମମାନଙ୍କ ଆଚରଣ ମଧ୍ୟ ନିଶ୍ଚିନ୍ତ ଭାବରେ ସେପରି ହେବା ଦରକାର, ଯାହାଦ୍ୱାରା ପ୍ରଭୁ ପ୍ରସନ୍ନ ହେବେ ଏବଂ ଆମର ଆଚରଣ ଭଲ ରହିଲେ ଏ ଜଗତରେ କେହି ଆମକୁ ତୁଚ୍ଛ କରିବ ନାହିଁ। ତୃତୀୟ ବିଷୟ ହେଉଛି ପ୍ରେମ। ଖ୍ରୀଷ୍ଟ ଧର୍ମର ଆରମ୍ଭ ଏବଂ ଶେଷ ହେଉଛି ପ୍ରେମ। ଈଶ୍ୱର ଆମକୁ ପ୍ରେମ କରୁଥିବାରୁ ଆମେ ଆଜି ପରିତ୍ରାଣ ପାଇବା ସହିତ ତାଙ୍କର ସନ୍ତାନ ବୋଲି ପରିଚୟ ପାଇଛୁ। ତତ୍ସହିତ ଯୀଶୁ ଆମକୁ 2ଟି ଶ୍ରେଷ୍ଠ ଆଜ୍ଞା ଦେଇଛନ୍ତି, ତାହା ମଧ୍ୟ ପ୍ରେମ ବିଷୟରେ। ପ୍ରଥମଟି ହେଉଛି, ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର। ଦ୍ୱିତୀୟଟି ହେଉଛି, ତୁମ୍ଭେ ଆପଣା ପ୍ରତିବେଶୀକୁ ଆତ୍ମତୁଲ୍ୟ ପ୍ରେମ କର। ବାସ୍ତବରେ ଏହି 2ଟି ବିଷୟ ଯାହାଠାରେ ଥାଏ, ତାଠାରେ ପ୍ରକୃତ ପ୍ରେମ ପ୍ରକାଶ ପାଇଥାଏ। ତାହାକୁ ସମସ୍ତେ ଆଦର କରନ୍ତି ଓ ସମ୍ମାନ ଦିଅନ୍ତି, କେହି ତୁଚ୍ଛ କରନ୍ତି ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏହି 2ଟି ଯେଉଁ ପ୍ରେମ ବିଷୟରେ ଆଜ୍ଞା ରହିଛି, ତାହା ନିଶ୍ଚିନ୍ତ ଭାବରେ ଆମ ପ୍ରତ୍ୟେକଙ୍କ ନିମନ୍ତେ, ବିଶେଷ କରି ଯୁବ ସମାଜ ନିମନ୍ତେ ଅତି ପ୍ରୟୋଜନୀୟ। ଏ 2ଟି ବିଷୟ ଯାହାଠାରେ ରହିଛି, ଏହି 2ଟି ଆଜ୍ଞାକୁ ଯେ ମାନି ଚାଲୁଛି, ଜଗତରେ କେହି ତାକୁ ତୁଚ୍ଛ କରିବେ ନାହିଁ। ଚତୁର୍ଥ ବିଷୟ ହେଉଛି ବିଶ୍ୱାସ। ବିଶ୍ୱାସ ଦ୍ୱାରା ହିଁ ଆମେ
ଯୀଶୁଖ୍ରୀଷ୍ଟଙ୍କ ନିକଟତର ହୋଇପାରିଛୁ। ଗାଲାତିୟ 3:26 ଲେଖାଯାଏ, ତୁମେମାନେ ସମସ୍ତେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ସନ୍ତାନ ହୋଇଅଛ। ଏବଂ ରୋମିଓ ତାର 5:1 ଲେଖାଯାଏ, ବିଶ୍ୱାସ ଦ୍ୱାରା ଆମେ ଧାର୍ମିକ ଗଣିତ ହେଉ। ଏବଂ ପ୍ରେରିତ 26:17 ଲେଖାଯାଏ, ସ୍ୱଜାତି ଓ ବିଜାତିମାନେ ଈଶ୍ୱରଙ୍କଠାରେ ଥିବା ବିଶ୍ୱାସ ଦ୍ୱାରା ପବିତ୍ରୀକୃତ ଲୋକମାନଙ୍କ ମଧ୍ୟରେ ଅଧିକାର ପ୍ରାପ୍ତ ହୁଅନ୍ତି। ଯେଉଁମାନେ ବିଶ୍ୱାସ ଦ୍ୱାରା ପବିତ୍ରୀକୃତ ଲୋକମାନଙ୍କ ମଧ୍ୟରେ ଅଧିକାର ପ୍ରାପ୍ତ ହୁଅନ୍ତି, ସେମାନଙ୍କୁ କିଏ ତୁଚ୍ଛ କରିପାରିବ? ସେମାନଙ୍କ ଜୀବନ ସର୍ବଦା ସମ୍ମାନର ଅଧିକାରୀ ହୁଏ। ସେମାନଙ୍କୁ କେହି ତୁଚ୍ଛ କରିପାରିବ ନାହିଁ, କାରଣ ସେମାନେ ପ୍ରଭୁଙ୍କର ନିକଟତର ହୋଇଥାନ୍ତି। ସେମାନେ ପବିତ୍ରୀକୃତ ହୋଇଥାନ୍ତି। ବିଶ୍ୱାସ ଦ୍ୱାରା ଯିଏ ପବିତ୍ରୀକୃତ ହୁଏ ଏବଂ ସେ ଅଧିକାର ପ୍ରାପ୍ତ ହୁଏ ଈଶ୍ୱରଙ୍କ ସନ୍ତାନ ବୋଲି, ତାକୁ କିଏ ତୁଚ୍ଛ କରିବ? ଏ ଜଗତ ତାକୁ ତୁଚ୍ଛ କରିବ ନାହିଁ। ପଞ୍ଚମ ବିଷୟଟି ହେଉଛି ପବିତ୍ରତା। ହିତୋପଦେଶ 21:8 ଲେଖାଯାଏ, ପବିତ୍ର ଲୋକର କର୍ମ ସଳଖ। ଏବ୍ରୀ ତାର 12:14 ଲେଖାଯାଏ, ପବିତ୍ରତା ବିନା କେହି ପ୍ରଭୁଙ୍କର ଦର୍ଶନ ପାଇବ ନାହିଁ। ଏବଂ ପ୍ରଥମ ଥେସଲୋନିକୀୟ 4:3 ଲେଖାଯାଏ, ତୁମମାନେ ଯେପରି ପବିତ୍ର ହୁଅ, ଏହା ହିଁ ଈଶ୍ୱରଙ୍କ ଇଚ୍ଛା। ପବିତ୍ର ଜୀବନ କାଟିବା ନିମନ୍ତେ ହିଁ ପ୍ରଭୁ ଆମମାନଙ୍କୁ ଆହ୍ୱାନ କରିଅଛନ୍ତି। ଆମର ପବିତ୍ରତାକୁ ଦେଖି କେହି ଆମକୁ ତୁଚ୍ଛ କରିବ ନାହିଁ। ଏହି 5ଟି ବିଷୟ ପ୍ରତି ଧ୍ୟାନ ଦେଇ ଜୀବନ କାଟିବା ଉଚିତ। ଏହା ଆମର କେହି ଏହିସବୁ ଜିନିଷ, ଏହି 5ଟି ବିଷୟ ଆମ ପାଖରେ ଥିଲେ, ଏହି 5ଟି ବିଷୟକୁ ନେଇ ଆମେ ଜୀବନ କାଟିଲେ ଏହାଦ୍ୱାରା କେହି ଆମକୁ ତୁଚ୍ଛ କରିବ ନାହିଁ। ପାଉଲ ତିମୋଥିକୁ ଉପଦେଶ ଦେବା ସହିତ ଏକ ପରାମର୍ଶ ମଧ୍ୟ ଦେଉଛନ୍ତି 13 ଶାସ୍ତ୍ର ପାଠ, ଉପଦେଶ ଓ ଶିକ୍ଷା ଦାନରେ ମନୋଯୋଗ କର। ଜାଗତିକ ବିଷୟ ପ୍ରତି ମନୋଯୋଗ ନ କରି ଏହି 3ଟି ବିଷୟ ପ୍ରତି ମନୋଯୋଗ କରିବା ଉଚିତ। ସେ 5ଟି ବିଷୟ ସହିତ ଲେଖାଯାଏ, ସେ 5ଟି ଭିତର କେତେବେଳେ ଆମ ପାଖକୁ ଆସିବ? ସେ 5ଟି ବିଷୟରେ ଆମେ ସଠିକ୍ ଜୀବନ କେତେବେଳେ କାଟିବୁ? ଯେତେବେଳେ ଶାସ୍ତ୍ର ପାଠ ଏବଂ ପ୍ରଭୁଙ୍କ ବିଷୟକ ଉପଦେଶ ଓ ଶିକ୍ଷାଦାନରେ ଆମେ ମନୋଯୋଗୀ ହେବା। ତେବେ ଯାଇ ସେଇ 5ଟି ବିଷୟ ଯାହା ରହିଅଛି, ଯାହାକି ପାଉଲ ତିମୋଥିଙ୍କୁ ଲେଖୁଛନ୍ତି, ସେଇ ବିଷୟକୁ ଆମମାନେ ଜୀବନରେ ଅତିବାହିତ କରିପାରିବା। ଆମେ ସେ ଜୀବନ ତା ଦ୍ୱାରା କାଟିପାରିବା। ମନେ ରଖନ୍ତୁ, ସେ 5ଟି ବିଷୟ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ୱାସରେ ଓ ପବିତ୍ରତାରେ ଆମେ ଆଦର୍ଶ ସ୍ୱରୂପ ହେବା। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଆସନ୍ତୁ ପ୍ରାର୍ଥନା କରିବା। ଧନ୍ୟବାଦ ରାଗର ଏକମାତ୍ର ପିତା, ଧନ୍ୟବାଦ ଦେଉଛୁ ସୁନ୍ଦର ସମୟ ପାଇଁ, ସୁନ୍ଦର ବାକ୍ୟ ପାଇଁ। ହଁ ପ୍ରଭୁ, ସେଦିନ ପାଉଲ ତିମୋଥିଙ୍କୁ ପତ୍ର ମାଧ୍ୟମରେ ଜାଗ୍ରତ କରାଉଛନ୍ତି, ସଚେତନ କରାଉଛନ୍ତି, ଉପଦେଶ ମଧ୍ୟ ଦେଉଛନ୍ତି। ଆଜି ସେହି ଉପଦେଶ ଆମମାନଙ୍କ ନିମନ୍ତେ ମଧ୍ୟ, ଆମର ବିଶେଷ କରି ଆମମାନଙ୍କ ଯୁବ ସମାଜ ନିମନ୍ତେ ମଧ୍ୟ ପ୍ରଭୁ, ବର୍ତ୍ତମାନର ସମୟରେ ଯୁବ ସମାଜକୁ ଦେଖିଲେ ଏକ ପ୍ରକାର ଭୟ ଲାଗେ। ପ୍ରଭୁ, ତମେ ହିଁ ଶିକ୍ଷା ଦିଅ, ତମେ ହିଁ ଜ୍ଞାନ ଦିଅ। ଆମମାନଙ୍କ ଯୁବ ସମାଜ ଯେପରି ଏହି 5ଟି ବିଷୟକୁ ନିଜର କରି ଜୀବନ କାଟିବ, ଯାହାଦ୍ୱାରା ଜଗତ ସେମାନଙ୍କୁ ତୁଚ୍ଛ କରିବ ନାହିଁ। ଆମ ପ୍ରତ୍ୟେକଙ୍କୁ ପ୍ରଭୁ ଆଶୀର୍ବାଦ କର, ଅନୁଗ୍ରହ କର। ପ୍ରତ୍ୟେକ ପରିବାରକୁ, ପ୍ରତ୍ୟେକ ଯୁବ ସମାଜକୁ ତମେ ହିଁ ତମର ଆଜ୍ଞାରେ ପାଳନ କର। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍।